ଏବଂ ନବୀନ ବାବୁ ଯେତେ ଦିନ ପର୍ଯ୍ୟନ୍ତ ସମ୍ଭାଳି ପାରିବେ ବୟସ ଦୃଷ୍ଟିରୁ କିମ୍ବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେତେ ଦିନ ପର୍ଯ୍ୟନ୍ତ ବିଜେଡିର ଅସ୍ତିତ୍ୱ ଥିବ। ତାପରେ ବିଜେଡିର ଅସ୍ତିତ୍ୱ ରହିବ କି ନାହିଁ ସନ୍ଦେହ। ତାମାନେ ଓଡ଼ିଶାର ଦୁଇଟା ପାର୍ଟି ହେବେ ବିଜେପି ଆଉ କଂଗ୍ରେସ। କିନ୍ତୁ କଂଗ୍ରେସ ଅସ୍ତିତ୍ୱ ବି ଠିକ୍ ନାହିଁ। କଂଗ୍ରେସର ସ୍ଥିତି ହେଇଯିବ ଠିକ୍, କଂଗ୍ରେସର ସ୍ଥିତି ହେଇଯିବ। ମୁଁ ସେଇଟା ତ କହୁଛି, ବିଜେଡିର ସ୍ଥିତି ଖରାପ ହେଲେ ସେ ଲୋକ କୋଉଠିକି ଆସିବେ? ଆମେ ଆଶା କରୁଛୁ ସେମାନେ କଂଗ୍ରେସକୁ ଆସିବେ। ସେମାନେ ବିଜେପି କି ଯାଇପାରନ୍ତି, କାରଣ ଏବେ ବିଜେପି କି ଅନେକ ଯାଉଛନ୍ତି। ବିଜେପି ତ ନିଜେ ଭାଙ୍ଗିବ। ଭାଙ୍ଗିବା ଯେତେବେଳେ ଥରେ ଆରମ୍ଭ ହେଲାଣି, ବିଜେପି ଭାଙ୍ଗିବା କଥା ତ କହିବିନି, ଦୁର୍ବଳ ହେଇ ଆସିଲାଣି। ଦି ଜଣଙ୍କର ଓଦାରେ ସେ ବର୍ତ୍ତମାନ ସରକାର କରିଛନ୍ତି। ଯଦି ଚନ୍ଦ୍ରବାବୁ ନାଇଡୁ ସିଆଡ଼େ ବିହାର ନୀତିଶ କୁମାର, ଏ ଦି ଜଣ ଯେତେବେଳେ ଚାହିଁବେ ସରକାର ଭାଙ୍ଗିଯିବ। କଂଗ୍ରେସ ଯେମିତି ତଳକୁ ତଳକୁ ଯାଉଥିଲା, ଏଇଥର କଂଗ୍ରେସ ହାରାହାରି 100 ସିଟ୍ ପାଇଛି ଏବଂ ଇଣ୍ଡିଆ ମେଣ୍ଟ ବହୁତ ସିଟ୍ ପାଇଛି। ଆସନ୍ତା ଥର ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ, ଏ ଝଲଝଲ ଦିଶୁଛି, ଏଥିରେ କୌଣସି ସନ୍ଦେହ ନାହିଁ। ତାର ପ୍ରଭାବ ଆମେ ଓଡ଼ିଶା ଦେଖିବାକୁ ପାଇଲୁ ନାହିଁ। ରାହୁଲ ଗାନ୍ଧୀଙ୍କ ପଦଯାତ୍ରାର ପ୍ରଭାବ ଦେଖିପାରିଲୁ ନାହିଁ। କହିଲି ତ, ଓଡ଼ିଶା ଗୋଟେ ଏକ୍ସେପସନ୍। ଓଡ଼ିଶା ଗୋଟେ କଂଗ୍ରେସ ରାଜ୍ୟ ନଥିଲା, କିଛି ସମୟ ପାଇଁ ଥିଲା। ଅନ୍ୟମାନଙ୍କୁ ଧରିକିରି ସରକାର କରିବା, ସେଟା ନିଜେ ସରକାର କରିବା ବୋଲି ଭାବିବା ଠିକ୍ ନୁହେଁ। ତ କଂଗ୍ରେସର ଭବିଷ୍ୟତ ବହୁତ ଉଜ୍ଜଳ। ଯୁବକମାନେ ଆଗେଇ ଆସିବା କଥା। ଭଲ ସଂଗଠନ ଯିଏ କରିପାରୁଛି ସେମାନଙ୍କୁ ନେତୃତ୍ୱ ଦେବା କଥା। ସେମାନେ ନେତୃତ୍ୱ ନେଲେ କଂଗ୍ରେସର ସଫଳତା ନିଶ୍ଚିତ ଭାବରେ 29ରେ ଅଛି। ଆପଣ ରାଜନେତା ଭାଷା କହିବେ, ପଲିଟିକ୍ସର ଭାଷା କହିବେ କି 2029 ଇଏ ଚିତ୍ର ଦେଖାଯାଉଛି, କିନ୍ତୁ ଗ୍ରାସ ରୁଟ୍ର କଥା ରିଏଲିଟି ବି ଆପଣ ଜାଣିଛନ୍ତି। ସେ ରିଏଲିଟି ଦୃଷ୍ଟିରୁ ଆପଣ ଏଇ କଥାଟି କହୁଛନ୍ତି 2029ରେ ଏ କଥା। ଦେଖନ୍ତୁ, ଅନଡିଭାଇଡେଡ୍ କୋରାପୁଟ କଥା ଆମେ ଚିନ୍ତା କରୁ। କଂଗ୍ରେସ ଭୋଟ ଭର୍ତ୍ତି ହେଇକିରି ଅଛି, ଆମେ କେବଳ ତାକୁ ବୁଥକୁ ନେବା କଥା। ସବୁ ଜାଗାରେ ଯାହାକୁ ପଚାରିଲେ ଇନ୍ଦିରା ଆମ୍ମା କହିବେ ଏବଂ କିଛି ଅଞ୍ଚଳରେ ଯେହେତୁ ଯିଏ ଆମର ସେଠୁ ଏକମାତ୍ର ଏମ୍ପି ଜିତିକରି ଆସିଛନ୍ତି, ଯେତେବେଳେ ବିଜେଡି ଭଳିଆ ପାର୍ଟି ଶୂନ ହେଇଗଲା, କଂଗ୍ରେସ ଗୋଟିଏ ସିଟ୍ରେ ତ ଆସିଲା କୋରାପୁଟରେ। କେମିତି ଆସିଲା? କଂଗ୍ରେସ ଭୋଟ ଭର୍ତ୍ତି ହେଇକରି ଥିଲା, ତାକୁ କେବଳ ଭୋଟ କେନ୍ଦ୍ରକୁ ସେ ଭୋଟକୁ ନିଆଯାଇଛି। ସେତିକି ପରିଶ୍ରମ କଲେ ଅନେକ ଜାଗାରେ କଂଗ୍ରେସ ଜିତିଯିବ। ଅନ୍ୟ ଜାଗାରେ ଯୋଉ ଜାଗାରେ କୋରାପୁଟ ଭଳିଆ ସ୍ଥିତି ନାହିଁ, ଟିକେ ଅଧିକା ପରିଶ୍ରମ କରିବାକୁ ପଡ଼ିବ। ହବ, ସେଇଟା ହବ। ଷ୍ଟ୍ରାଟେଜି ଦରକାର, ଗୋଟେ ଭିନ୍ନ ଷ୍ଟ୍ରାଟେଜି। ଏଇଟା ଗୋଟେ ପଲିଟିକାଲ ଷ୍ଟେଟମେଣ୍ଟ ଦେଇକିରି ମୁଁ ଖସିଯିବା ପାଇଁ ଚାହୁଁଛି, ଏଇଟା ନୁହେଁ। ସେମିତି ଖସିଯିବାର ଜ୍ଞାନ ମୋର ନାହିଁ। ଅନେକ ସମୟରେ ମୁଁ କହିବି ନାହିଁ ବୋଲିକିରି କହିବି, କିନ୍ତୁ ଯଦି କିଛି କହିବି ତାହେଲେ ମୋର ପେଟର କଥା କହିବି, ମନର କଥା କହିବି। କଂଗ୍ରେସ ଭୋଟ ଅଛି, ଧରନ୍ତୁ ବଲାଙ୍ଗୀରରେ ଆମେ ହାରିଗଲୁ, କିନ୍ତୁ ଭୋଟ ପାଇଛୁ 71,000। କଂଗ୍ରେସ ଭୋଟ ନାହିଁ କି? ମୁଁ ଛିଡ଼ା ନହେଲେ ମଧ୍ୟ କଂଗ୍ରେସ ଭୋଟ ଅଛି ବୋଲି ତ ପ୍ରମାଣିତ ହେଲା। ବହୁତ ଜାଗାରେ ସେମିତି ଅଛି। ଏବେଠୁ ପ୍ରିପାରେସନ୍ ଦରକାର। AICC ଠିକ୍ କରିଛି, ହର୍ବରରେ ନୂଆ ସଭାପତି ନ କରିକରି ଷ୍ଟିୟରିଂ କମିଟି କରିଛି। ଏବଂ ଆଉ ଗୋଟେ ଜିନିଷ ନିହାତି ଦରକାର, ନିର୍ବାଚନ ହାରିଗଲା ପରେ କାହିଁକି ଆମେ ହାରିଲୁ ତାକୁ ତର୍ଜମା କରିବା ପାଇଁ ଗୋଟେ ମିଟିଂ ଡାକିବା କଥା। ଯେଉଁମାନେ ଛିଡ଼ା ହେଇଥିଲେ
जो माने सीनियर लीडर्स ताको डाकी करी तर्जमा करवा कथा से तर्जमाटा ओडिशा रे हो नै सेठी आमर कोठी भूल रहला कोन कले जितवा जणा पड़ी जीव 5-10 वर्षर स्टैटिस्टिक्स देखिदेले धरा पड़ी जीव मो उपदेश देवी स्टीयरिंग कमिटी को जे से जिनसटा आग करा जाओ रोगटा जानले सिना औषध दबा अंधारे बाड़ी बुलेले तो हम नहीं निश्चित भाव में कांग्रेस रो भविष्य अच्छी कौन सन्देह